ଆଡଭୋକେଟ ନିର୍ମଳ କୁମାର ମଲ୍ଲିକ। ଆଜ୍ଞା ଯେଉଁ ଅନାଥ ପ୍ରସ୍ତାବ ପାଇଁ ଆସିଛନ୍ତି ସବ୍ କଲେକ୍ଟରଙ୍କ ଅଫିସକୁ କାର୍ଯ୍ୟାଳୟକୁ କ'ଣ ରହିଛି ଆର ଅଭିଯୋଗ? ନାଇଁ ଆପଣ ଦେଖନ୍ତୁ, ବିଗତ ଦିନର ଯିଏ ଥିଲେ ଆମର ମନ୍ତ୍ରୀ ଥିଲେ, ପୂର୍ବତନ ମନ୍ତ୍ରୀ ସବ୍ୟସାଚୀ, ଯେ ସିଏ ଚେୟାରମ୍ୟାନକୁ ନେଇକି ଯେଭଳି ଭାବରେ ବିକାଶ କାମକୁ ଆଜି ପ୍ରତିରୋଧ କରିଛନ୍ତି ଏବଂ ଆପଣ ଦେଖିବେ ପଞ୍ଚାୟତ ସ୍ତରରେ କୌଣସି କାର୍ଯ୍ୟକ୍ରମ ହୋଇପାରୁନି। ସେଥିପାଇଁ ଡବଲ ଇଞ୍ଜିନ୍ ସରକାରରେ ଆମେ ଚାହୁଁଛୁ ଯେ ଯେଉଁ ସଭ୍ୟ ସରପଞ୍ଚ ମାନେ ଆସିଛନ୍ତି ସେମାନେ ନିଃସ୍ୱାର୍ଥ ଭାବରେ ଆସିଛନ୍ତି ଏବଂ ମୋର ଯେତେ ଦୂର ଦୃଢ଼ ଆଶା ବିଶ୍ୱାସ ଅଛି ଯେ ଅନାସ୍ଥ ସପକ୍ଷରେ ସମସ୍ତେ ଯିବେ ଏବଂ ମହାକଳ୍ପନାର ଗୋଟେ ନୂତନ ଯୁଗ ଆରମ୍ଭ ହେବ ଏବଂ କାହାରି ଦବଦବା କାହାରି ଆଖି ଦେଖା ଏଠି ଚଳିବ ନାହିଁ। ସାଧାରଣ ଲୋକଙ୍କ ପାଇଁ ବା ସାଧାରଣ ଲୋକଙ୍କର ଉନ୍ନତି ପାଇଁ ଏ ସରକାର। ତେଣୁ ମୋର ନିଶ୍ଚିତ ଏ ଆଶା ଅଛି ଯେ ଏ ଯେଉଁ ଚେୟାରମ୍ୟାନ୍ ଆମେ ହଟେଇବୁ ଏବଂ ନୂତନ ଚେୟାରମ୍ୟାନକୁ ଆମେ ଦାୟିତ୍ୱ ଦେଇ ପ୍ରଗତି ରଥକୁ ଆଗକୁ ବଢ଼େଇବୁ। କେତେ ସରପଞ୍ଚ ଏବଂ କେତେ ସମିତି ସଭ୍ୟ ଆସୁଛନ୍ତି? ତ ଏବେ 42 ଜଣଙ୍କର ସିଗ୍ନେଚର ଅଛି, କିନ୍ତୁ 41 ଜଣ ଉପସ୍ଥିତ ଅଛନ୍ତି, ଆଉ 2 ଜଣ ଆସୁଛନ୍ତି ଅନ୍ ଦ ୱେରେ ଅଛନ୍ତି। ତେଣୁ ବର୍ତ୍ତମାନ ସବ୍ କଲେକ୍ଟରଙ୍କ ପାଖରେ ଆମର ଯେଉଁ ସିଗ୍ନେଚରଟା ଭେରିଫିକେସନ୍ ହେଉଛି। ଆପଣ ଭାବୁଛନ୍ତି ବିଜେପି ସପକ୍ଷରେ ସବୁ? ନିଶ୍ଚିତ ଆପଣ ଦେଖନ୍ତୁ, ଯେତେବେଳେ 35,000 ଉର୍ଦ୍ଧ୍ୱ ଭୋଟ୍ରେ ଆମର ଡକ୍ଟର ଦୁର୍ଗା ପ୍ରସାଦ ନାୟକ ଯିଏକି ନିର୍ବାଚିତ ହୋଇଛନ୍ତି, ଇଏ ଗୋଟେ ଛୋଟ କଥା ନୁହଁ। ତେଣୁ 35,000 ଉର୍ଦ୍ଧ୍ୱ ଭୋଟ୍ ଆଜି ଆପଣମାନେ ଦେଖୁଛନ୍ତି ଜନସାଧାରଣଙ୍କ ମଧ୍ୟରେ ଯେଉଁ ଉତ୍ସାହ ଉଦ୍ଦୀପନା ରହିଛି, ନିଶ୍ଚିତ ଫଳପ୍ରଦ ହେବ ଏବଂ ବ୍ଲକ ନିଶ୍ଚିତ ଚେୟାରମ୍ୟାନ୍ ହଟିବ ଏବଂ ଯିଏ ଚେୟାରମ୍ୟାନ୍ ଆଜି ଅଛନ୍ତି ତାଙ୍କର କୌଣସି କାର୍ଯ୍ୟକ୍ରମ ଆମେ ଦୀର୍ଘ 9 ମାସ ହେଲା ଦେଖୁନୁ। ତାଙ୍କର ଯେଭଳି ଭାବରେ ବ୍ଲକରେ ଦବଦବା ଏବଂ ଯେଭଳି ଭାବରେ ସଭ୍ୟ ସରପଞ୍ଚମାନଙ୍କୁ ବ୍ୟବହାର ଖରାପ କରିବା, ବିଭିନ୍ନ ସମୟରେ ଯାଇକି ବ୍ଲକର କାର୍ଯ୍ୟକୁ ବନ୍ଦ କରିବା ଏବଂ ବିଭିନ୍ନ ସମୟରେ ବିଭିନ୍ନ ସରପଞ୍ଚ ସଭ୍ୟମାନଙ୍କୁ ହଇରାଣ ହରକତ କରିବା, ଯେହେତୁ ଚେୟାରମ୍ୟାନ୍ ତାର ମୁଖ୍ୟ ଭୂମିକାରେ ଅଛନ୍ତି। ତେଣୁ ସେଥିପାଇଁ ଆଜି ଜନ ଆକ୍ରୋଶ ଦେଖାଦେଇଛି ଏବଂ ସଭ୍ୟ ସରପଞ୍ଚମାନେ ଏକାଠି ହୋଇଛନ୍ତି। ଚେୟାରମ୍ୟାନ୍ ହଟିବାଟା ଏକ ରକମ ଫାଇନାଲ୍।